ନିଅ ବନ୍ଦ କର ବନ୍ଧକରେ ବାଲି ଖୋଳା ଚଳିବ ନାହିଁ ଯଦି ଚଳିବ ନିଆଁ ଚଳିବ। ଡଙ୍ଗାରେ ଚାଲାଣ ହେଉଛି ବାଲି, ତାହା ପୁଣି ଓଡ଼ିଶାରୁ ପଶ୍ଚିମବଙ୍ଗକୁ। ନଦୀରୁ ବାଲି ଖୋଳି ଡଙ୍ଗା ସାହାଯ୍ୟରେ କରାଯାଉଛି ଚାଲାଣ। ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀରୁ। ସ୍ଥାନୀୟ ଗ୍ରାମବାସୀ ବେଆଇନ ବାଲି ଚାଲାଣ ରୋକିବାକୁ ଅଣ୍ଟା ଭିଡ଼ିଥିଲେ ହେଁ ସହଯୋଗ କରୁନି ପୋଲିସ କିମ୍ବା ପ୍ରଶାସନ, ଯାହା ପ୍ରତିବାଦରେ ଆଜି ଥାନା ଆଗରେ ଆମରଣ ଅନଶନରେ ବସିଛନ୍ତି ଗ୍ରାମବାସୀ। ମୋ ନାଁ ରାମଚନ୍ଦ୍ର ଜେନା, ବାଲେଶ୍ୱର ଜିଲ୍ଲାର କମରଦା ଥାନା ଆରବତୀ 1 ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମନୁନଗର ଗ୍ରାମରେ ଗ୍ରାମବାସୀ ଅଟୁ। ଅନଶନରେ ବସିବା କାରଣ ହେଉଛି ମନୁନଗର ଗୋଟିଏ ଗାଁ ଯେଟିକି ସୁବର୍ଣ୍ଣରେଖା ଭିତରେ ଅଛି। ଏଠି ଦିଲ୍ଲୀରୁ ପଲିଯାଇ ସମସ୍ତେ ବିପର୍ଯ୍ୟୟ ସମୟରେ ଜାଣନ୍ତି, ପ୍ରଶାସନ ଅଧିକାରୀମାନେ ଏଠାକୁ ଆସନ୍ତି। ପ୍ରାୟ ପ୍ରତିବର୍ଷ 5-6 ଥର ବନ୍ୟା ପ୍ରଭାବଙ୍କରୀ ବନ୍ୟା ହୁଏ ଏବଂ ପ୍ରଶାସନ ଅଧିକାରୀ ଠାରୁ ନେତୃମଣ୍ଡଳୀ ପର୍ଯ୍ୟନ୍ତ ସମସ୍ତେ ପହଞ୍ଚନ୍ତି। ମନୁନଗର କଥା ସମସ୍ତେ ଅବଗତ ଅଛନ୍ତି। ଏଠି ଆଗରୁ ମନୁନଗରରେ 200 ପରିବାର ଲୀନ ହୋଇଯାଇଥିଲେ। ବର୍ତ୍ତମାନ 300ରୁ ଉର୍ଦ୍ଧ୍ୱ ପରିବାର ଅଛନ୍ତି। ତାଙ୍କର ଜୀବନ ଜୀବିକା ଉପରେ ପଡ଼ିଛି, ବଞ୍ଚିବାର ରାହା ଖୋଜୁଛନ୍ତି। କିଛି ବାଲି ମାଫିଆ ଯାହାକି 70-80-100 ଡଙ୍ଗାରେ ବାଲି ଉତ୍ତୋଳନ କରୁଛନ୍ତି, କୂଳ ଲଙ୍ଘୁଛି। ତେଣୁ ବର୍ତ୍ତମାନ ଗ୍ରାମବାସୀଙ୍କ ଉପରେ ବଞ୍ଚିବାର ରାହା ପଡ଼ିଛି। ତେଣୁ ଗ୍ରାମ ବଞ୍ଚାଅ ଏବଂ ନିଜ ସୁରକ୍ଷା ପାଇଁ ଆଜି ସମସ୍ତ ପ୍ରଶାସନକୁ ଏବଂ ସମସ୍ତ ଅବଗତ କରିଛୁ। ତେବେ ସୁରକ୍ଷା ହେଇପାରୁନି, ବନ୍ଦ ହେଇପାରୁନି ବାଲି ଉତ୍ତୋଳନ। ତେଣୁ ଆମେ ସମସ୍ତେ ସେ ପ୍ରତି ସଚେତନ ନାଗରିକ ହିସାବରେ ଆଜି ଧାରଣା ଦେଉଛୁ ଶାନ୍ତି ଭାବରେ। ତେଣୁ ଆମେ ଦାବି ରଖୁଛୁ ସରକାରଙ୍କ ପାଖରେ ଯେ ଆମ ମନୁନଗର ସୁରକ୍ଷା ହେଉ ଏବଂ ବାଲି ଉତ୍ତୋଳନ ବନ୍ଦ ରହୁ। ଧାରଣା ଦେଇଥିବା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ସୁବର୍ଣ୍ଣରେଖାରୁ ଦୈନିକ ଶହ ଶହ ଟ୍ରିପ୍ ବାଲି ବେଆଇନ ଭାବେ ଉତ୍ତୋଳନ କରାଯାଉଛି। ଏହାକୁ ନୌକା ଦ୍ୱାରା ବାଲି ମାଫିଆମାନେ ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି, ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନ ଓ ଖଣି ବିଭାଗକୁ ବାରମ୍ବାର ଅଭିଯୋଗ କରିଆସୁଛନ୍ତି, ହେଲେ କୌଣସି ପଦକ୍ଷେପ ନିଆଯାଉନାହିଁ। ଅବାଧ ନଦୀଶଯ୍ୟା ଖନନ ଓ ବାଲି ଉତ୍ତୋଳନ ଯୋଗୁଁ ପାର୍ଶ୍ୱବର୍ତ୍ତୀ ଗାଁଗୁଡ଼ିକର 300ରୁ ଅଧିକ ପରିବାର ନଦୀ ଆଁ ଭିତରକୁ ଯିବାକୁ ବସିଥିବା ବେଳେ ଧନ ଜୀବନ ସୁରକ୍ଷା ଲାଗି ଗ୍ରାମବାସୀ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହା ସହିତ ନିଜେ ଗ୍ରାମବାସୀ ବାଲି ଚାଲାଣ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି। ଭୋଗରାଇ ବ୍ଲକ ସୁବର୍ଣ୍ଣରେଖା ନଦୀ ପାର୍ଶ୍ୱସ୍ଥ ମନୁନଗର ଗାଁ ନଦୀଘାଟରୁ ନୌକା ଦ୍ୱାରା ବେଆଇନ ବାଲି ଉତ୍ତୋଳନ କରାଯାଉଥିବା ବେଳେ ଗ୍ରାମବାସୀ ମିଳିତ ହୋଇ ଡଙ୍ଗାଗୁଡ଼ିକୁ କାବୁ କରିଥିଲେ, ଯାହା ଫଳରେ ଗ୍ରାମବାସୀଙ୍କ ସହିତ ବାଲି ଚାଲାଣକାରୀଙ୍କ ଧସ୍ତାଧସ୍ତି ହୋଇଥିଲା। 25ରୁ ଅଧିକ ବାଲି ଉତ୍ତୋଳନକାରୀ ଯୁବକଙ୍କ ମାଡ଼ରେ ଅନେକ ଗ୍ରାମବାସୀ ଆହତ ହୋଇଥିଲେ। ଏହା ସତ୍ତ୍ୱେ ଗ୍ରାମବାସୀ ସଂଘବଦ୍ଧ ଭାବେ 3 ନୌକା ସହ କେତେଜଣ ମାଫିଆଙ୍କୁ କାବୁ କରିଥିଲେ। ଉକ୍ତ ବାଲି ମାଫିଆଙ୍କୁ ଗ୍ରାମବାସୀ ଅଟକ ରଖି କମରଦା ଥାନାକୁ ଖବର ଦେଇଥିଲେ। କମରଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀମାନେ ଅଟକ ରଖିଥିବା ବାଲି ମାଫିଆଙ୍କୁ ପୋଲିସ ଜିମା ଦେଇଥିଲେ। ମାତ୍ର ପୋଲିସ ସେମାନଙ୍କୁ ଥାନାକୁ ନେବା ପରିବର୍ତ୍ତେ ଛାଡ଼ି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ 10 ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନାହିଁ। ମୋର ମନୁନଗର ଆରବତୀ ପଞ୍ଚାୟତ କମରଦା ଥାନା ଅଧୀନରେ ଆମରଣ ଅନଶନ ଯେତେବେଳେ ପ୍ରଶାସନ ପ୍ରତି ଆମର ବିଶ୍ୱାସ ତୁଟିଗଲା, ତାପରେ ଆମେ ଅନଶନ କରିଛୁ। କ'ଣ ପାଇଁ ନା ଆମ ଗାଁରେ ପୂର୍ବରୁ ପାଖାପାଖି 1000 ଘର ଥିଲା। 1000 ଘରରୁ ଏବେ 300 ଘର ଅଛି। 300 ଘର ରହିଲା ଭିତରେ ଆମର ଯେଉଁ 2 ଜଣ ଲିଡର ପୂର୍ଣ୍ଣଚନ୍ଦ୍ର ପାଳ ଏବଂ ବ୍ରଜକିଶୋର ପାଳ ପ୍ରାୟ 70ରୁ 80 ନୌକା ନେଇ ଡେଲି ବାଲି ଉତ୍ତୋଳନ କରୁଛନ୍ତି। ଯଦି ସେମାନଙ୍କୁ ଯିଏ କୁହେ ସେମାନଙ୍କୁ ମର୍ଡର କରିବାର ଧମକ ଦେଉଛନ୍ତି। ଆମେ 25 ଜଣଙ୍କୁ ବି ଧରିଥିଲୁ। ଧରିଲା ପରେ ଏଟା ବି ଆପଣମାନଙ୍କ ମିଡ଼ିଆ ଭାଇଙ୍କ ଦ୍ୱାରା ନ୍ୟୁଜ୍ ହୋଇଥିଲା, ଅଲ୍ ଓଡ଼ିଶା ବି ଜାଣିଥିଲେ। ଜାଣିଲା ପରେ ପୁଲିସ ପ୍ରଶାସନ ପୁରା ନୀରବ। ଯାହାକୁ ଆମେ ଧରିକି ପୁଲିସକୁ ଦେଇଥିଲୁ, ପୁଲିସ ବାଲା ତାଙ୍କୁ ପୁଣି ଆମ ଆଖି ସାମ୍ନାରେ ଛାଡ଼ିଦେଲେ। ଆଜି ପର୍ଯ୍ୟନ୍ତ ଆଜି 15 ଦିନ ହେବାକୁ ଗଲାନି, ପୁଲିସର କୌଣସି ଦାୟିତ୍ୱ ନାହିଁ ଯେ ତାଙ୍କୁ ଆରେଷ୍ଟ କରିବା ପାଇଁ। ତେଣୁ ଆମର ଦାବି ହେଉଛି ଯେ ତାଙ୍କୁ ଯଥାଶୀଘ୍ର ଆରେଷ୍ଟ କର, ନହେଲେ ଆମର ଏଠି ଅନଶନ ଜାରି ରହିବ। ପ୍ଲସ୍ ଆମ ଗାଁ କହିଲେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି। এটা ଏମିତି ବନ୍ୟା ଅଞ୍ଚଳରେ କଲେକ୍ଟର ପାଖରୁ ଉପମୁଖ୍ୟମନ୍ତ୍ରୀ ପାଖରୁ ସମସ୍ତେ ଜାଣିଛନ୍ତି, ସମସ୍ତଙ୍କ ପାଖରେ ଆମ ଦାବି ପଡ଼ିଛି। ଆଜି ପଥର ବନ୍ଧ ଯେତିକି ଅଛି ପୁରା ନଷ୍ଟ ହେବାକୁ ଗଲାନି, ତା ପାଇଁ ବି ପ୍ରଶାସନର କିଛି ଦାୟିତ୍ୱ ତୁଳୁନାହାନ୍ତି। ଏବେ ଯଦି ଗାଁ ବାଲା ଆମେ ନ ଜଗିବୁ ତାହେଲେ ଆମେ ବାସସ୍ଥାନ ହରିଲେ କେଉଁଠି ରହିବୁ? ସେଥିପାଇଁ
अभियोग कह आम क्या पाखे अभियोग न कर कलेक्टर पाखे सब कलेक्टर पाखे एसपी पाखे भी लेखा आज दिज्व आम ट्वीट भी करूँ प्रधानमंत्री पाखु आमर मुख्यमंत्री पाखु समस्त ट्वीट करूँ ट्वीट कलापर भी एवं कहार तत्परता ना आमर दाबी जेपर्यंत से अरेस्ट करा न जाइए आम से पर्यंत ये अनशन करूँ जहाँ प्रतिवाद रे आज थाना सम्मुखें आमरण अनशन में बसिଛନ୍ତି ग्रामवासी तुरंत बाली माफिया मानक गिरफ्त करने को ग्रामवासी पक्षर दाबी कर एक्चुअली आमर है भोगराई ब्लॉक आरुआवर्ती पंचायत मनुनगर गाँव रे मो घर आमर हजारे परिवार आमर मनुनगर गाँव रे हजारे परिवार रोथुलु एमिति जो वर्षा दिन में जमिति भयावह दृश्य आमर सेठी बेआईन बाली उत्तोलन करुचंती हजारे परिवार 500 परिवार पूरा नदी गर्भरे लीन हो जाइछंती माने छिन बिछन हो जाइछंती वर्तमान 300 परिवार मनुनगर गाँव रे वर्तमान 300 परिवार अछंती किंतु ए जो बेआईन बाली उत्तोलन करुचंती जदि प्रशासन ए प्रति माने जदि नजर न पकांती बा आमे कलेक्टर ऑफिस रे अभियोग करिचु तहसील ऑफिस रे अभियोग करिचु थाना रे एफआईआर देइचु आमे सबुआडू निराश हैला परे आज आमे अनशन रे बसिचु आमर दाबी बाली माफिया को अरेस्ट करा जाऊ आउ प्रशासन ए प्रति दृढ़ पदक्षेप नियंतु नजर दियंतु ए प्रति जेमिति आम जदि आज ए प्रति नजर न देबे दिने खानपुर भलिया मनुनगर भी आमर पूरा नदी गर्भरे लीन हो कहीं आम सचेतन नागरिक हिसाब रे आमे आज जदि आमे आमर चाष जमी पड़ेब आमर भिटामाटी पड़ेब तेणु 300 परिवार जदि नदी गर्भरे लीन हो जाती आमे कौन करूँ तेणु से हिसाब से आम प्रशासन को विनम्र निवेदन जे ए प्रति दृष्टिक्षेप दियंतु आउ बाली माफिया को अरेस्ट करा जाऊ। जलेश्वरରୁ ଚିନ୍ମୟ କୁମାର ଦାସଙ୍କ रिपोर्ट खबर ओडिशा।